हरि ओम। सर्वप्रथमे गुरुदेव को मोर कोटि प्रणाम। माँ सरस्वती प्रभु गणेश को कोटि कोटि प्रणाम। समस्त श्रोतावृंद को सादर प्रणाम। पूर्व अध्याय आमे जानिछे जलंधर भୟରେ देवता माने जाई कांचनगिरी रे लुचि थिले। किछि दिन अंते जलंधर मने पकाइला देवता माने मोर डर रे ए संसार रे अछंती ना पूरा निश्चिन्न हेलेनी। जदि बंची थिबे शत्रु सर्वदा पराजय करिया पई चेष्टा करिवे। एतद व्यतीत जेमती रोग जदि संपूर्ण भल होई न थाए सही रोग पुणी आउ थे आसी थाए। एणु दिने मंत्रीवर को डाके पचारिले, हे मंत्रीवर देवता माने वर्तमान अछंती ना केउठी लुचि छंती। से अवसर रे मंत्री कहउछंती, सुन राजन बिहिब से सकल देवे तोर त्रासे। कनक गिरी गौहर रे लुचि पाषाण ढांकी द्वारे। गुपते रही छंती सर्वे पुणी की उपाय करिबे। यही कथा शुणी जलंधर चिंता कला जे निश्चित भाव मते पुणी देवता मानकु आक्रमण करिया पड़िबो। यही उद्देश्य भावी समस्त असुरादि कूल को डकाई जेउठी से माने अछंती कनकगिरी सेई कनकगिरी को चारिआडू घेराई देवता मानकु बांधी आने हमको निर्देश देला। जेहेतु से दिन शुभ बेल नथिला तेणु निजे सी जाग्रत रही परदिन जीवाई चेष्टा करथिला। एइथुरु आमे जानुछे असुरादि लोके मध्य स्वर शास्त्र बोधे जानी थिले, भल मंद कौन जानुथिले। तेणु आमको मध्य यही विषय रे जानिया उचित। भल मंद निजे जानी परिबा जदि आमर स्वरशास्त्र ज्ञान अच्छी भल कौन मंद कौन शुभ कौन अशुभ कौन आमे जानिबा। यही विषय जानिला परे देवता माने भୟରେ थरहर हेबाकु लागिले। कनकगिरी रे समस्त असुरादि माने पहुँचला परे जो प्रचंड शब्द कले हुंकार राब देले देवता माने भीतक्रस्त होई सही भगवान को प्रार्थना करने लगिले। हे देव देव चक्रधर खलनाशन बाना तोर। भक्त वत्सल बाना बहु सुजन संतापन सहु। एपरी केतेक जहाँ सब रही आम जमी जनाण माध्यम जनाऊे देवता माने मध्य एभली स्तुति करछन्ति। शेष रे कहउछन्ति, एणु तो नाम अंतर्जामी आंभ आतंक फेर स्वामी। एई प्रार्थना बंधन रे प्रभु खुशी होई साधु संत मानकु परित्राण करिया पई जेहेतु से सृष्टिर सृष्टिकर्ता होइछन्ति तेणु अंतर्जामी भगवान निजे स्थिर कले जलंधर को विनाश करवा उचित। ता पूर्वर माँ लक्ष्मी पाक जाई कहिले, लक्ष्मी की चाही चक्र पाणी बोलंती सुन कमलिनी। सिंधु नंदन जलंधर से दुष्ट सानुज तुम्भर। संगेता घेनी दैत्य बल जिणिला 10 दिगपाल।
କାରେଣୀ ହେଲା ତିନି ପୁରେ ଦେବେ ପଳାଇ ତାର ଡରେ ଲୁଚିଲେ ଗହନ କାନନେ ଏତେକ ଶାନ୍ତି ନାହିଁ ମନେ। ମୋ ଭାଇ ତିନି ପୁର ଭୋଗ କଲା ପରେ ମଧ୍ୟ ଦେବତାମାନଙ୍କୁ ନିଜ ଅଧୀନକୁ ଆଣିବା ପାଇଁ ପୁଣି ଚିନ୍ତା କରୁଛନ୍ତି। ଯେଉଁମାନେ ସାଧୁଜନମାନଙ୍କୁ ହିଂସା କରିବେ ସେମାନେ ନିଶ୍ଚୟ ମୋର ବୈରୀ। ଏଣୁ ମୁଁ ଦେବତାଙ୍କ ପକ୍ଷରୁ ଜଳନ୍ଧରକୁ ମାରିବା ପାଇଁ ନିଶ୍ଚିତ କରିଛି। ଏହି କଥା ଶୁଣି ମା ଲକ୍ଷ୍ମୀ କହୁଛନ୍ତି ମୋତେ ସଂଶୟ ଲାଗୁଛି। ଏକରେ ଜଳନ୍ଧର ମହାବୀର, ତାପରେ ସେ ଈଶ୍ୱର ଅଂଶରେ ଅବତାର ଗ୍ରହଣ କରିଛି, ସମୁଦ୍ରରୁ ଜାତ ହୋଇଛି। ତେଣୁ ବେଦପତି ବ୍ରହ୍ମା ଅଭୟ ବର ଦେଇଛନ୍ତି। ମୁଁ ସେଇଥିପାଇଁ କହୁଛି ତା ସହିତ ଯୁଦ୍ଧ ନ କରିବା ଭଲ। ଆଉ ଏ ସମୟରେ ଆପଣଙ୍କୁ ମଧ୍ୟ ମୋର ଅନୁରୋଧ, ସବୁ କାର୍ଯ୍ୟକୁ ବୁଝି ସୁଝି କଲେ କିଛି ଅସୁବିଧା ହେବନି। ତେଣୁ ମହାଦେବ ଦାସଙ୍କ ଭାଷାରେ ଏକଥା ବୁଝି କାର୍ଯ୍ୟ କର ତୁମ୍ଭେ ତ ଜଗତ ଈଶ୍ୱର ଏତେ ଜଣାଇ କମଳିନୀ ଶିରେନି ବେଶିବେନି ପାଣି ଭକ୍ତି ଆତୁରେ ଭଗବାନ ଲକ୍ଷ୍ମୀଙ୍କୁ କହନ୍ତି ବଚନ। ଭଗବାନ କହୁଛନ୍ତି ଦେଖ, ମୋର ଦୁଷ୍ଟ ନିବାରଣ କରିବା କାର୍ଯ୍ୟ, ସନ୍ଥଙ୍କୁ ରକ୍ଷା କରିବା ମୋର କର୍ତ୍ତବ୍ୟ। ଏଠି କହି ଭଗବାନ ନିଜେ ଗରୁଡ଼ ପୃଷ୍ଠରେ ବିଜେ କରି ଯୁଦ୍ଧ କ୍ଷେତ୍ରକୁ ଯାଇଛନ୍ତି। ଯେମିତି ଯୁଦ୍ଧ କ୍ଷେତ୍ରକୁ ଯାଇଛନ୍ତି, ଦେବତାମାନଙ୍କ ସହ ଭଗବାନଙ୍କର ଏଇ ଯେଉଁ ବିଜୟ ଏତେ ଶବ୍ଦ ସୃଷ୍ଟି କରିଛି ଯେ ସବୁ ବିପରୀତ ଦେଖାଯାଇଛି। ଏହି ସମୟରେ ଜଳନ୍ଧର ଏହିସବୁ ବିପରୀତ ଭାବ ଦେଖି ଶୁକ୍ରମୁନିଙ୍କୁ ପଚାରୁଛନ୍ତି, ହେ ମନ୍ତ୍ରୀବର, ଆଜି ଏ ଅଘଟଣ କାହିଁକି ଦେଖାଯାଉଛି? ସେଠି ମନ୍ତ୍ରୀ କହୁଛନ୍ତି ଦେବତାମାନଙ୍କୁ ରକ୍ଷା କରିବା ଭଗବାନଙ୍କର କର୍ତ୍ତବ୍ୟ। ତେଣୁ ସେ ନିଜେ ଆଜି ଯୁଦ୍ଧକ୍ଷେତ୍ରକୁ ବିଜେ କରିଛନ୍ତି। ତାପରେ ଦୁଇ ସୈନ୍ୟମାନଙ୍କର କୋଳାହଳରେ ଏ ଗଗନ ପବନ ପ୍ରକମ୍ପିତ ହୋଇଯାଇଛି। ଯୁଦ୍ଧ ଏତେ ପ୍ରବଳ ଭାବରେ ହେଇଛି ଯେ ତାହା ବର୍ଣ୍ଣନା କରିବା ଅସମ୍ଭବ ହୋଇପଡ଼ିଛି। ଯେମିତି ପ୍ରଭୁ ଜଳନ୍ଧରକୁ ଦେଖିଦେଇଛନ୍ତି, ପାଖରେ ଥିବା ଗଦାରେ ପିଟିବାକୁ ଚେଷ୍ଟା କଲାବେଳେ ଗଦାଟି ହାତରୁ ଖସି ପଡ଼ି ତଳେ ପଡ଼ିଯାଇଛି। ଏହି ଅବସ୍ଥାରେ ତଳୁ ଗୋଟାଇ ସେହି ଗଦା ଦ୍ୱାରା ଜଳନ୍ଧର ପ୍ରଭୁଙ୍କୁ ପିଟିବାକୁ ଉଦ୍ୟତ ହୋଇଛି। ଠିକ୍ ଏହି ସମୟରେ ଜଣେ ଦେବତା କୁଳିଶ ବୋଲି ସେ ଯେଉଁ ଗଦା ପ୍ରହାର ଶବ୍ଦ ଶୁଣି ମୂର୍ଚ୍ଛା ପଡ଼ିଯାଇଛି। ଭଗବାନ ତାକୁ ନିଜେ ଉଠାଇ ତାର ମୁଣ୍ଡରେ ହାତ ଦେଇ ଶଙ୍ଖ ଛୁଆଇ ପୁଣି ସତେଜ କରାଇ ନିଜ ଘରକୁ ଯିବା ପାଇଁ ସେଠି ନିର୍ଦ୍ଦେଶ ଦେଇଛନ୍ତି। ଆପରେ ଏଇ ଯେଉଁ ଯୁଦ୍ଧ ହେଇଛି, ପୁରାଣ କଥା ନା, ବିଭିନ୍ନ ପ୍ରକାର ବର୍ଣ୍ଣନା ହେଇଛି, ଯାହାକି ଆମେ ରାମାୟଣ ପୃଷ୍ଠା ବା ମହାଭାରତ ପୃଷ୍ଠାରେ ଦେଖିଛେ। କିଛି ଦିନ ଅନ୍ତେ ଯୁଦ୍ଧରେ ଆଉ ବିଜୟ ସମ୍ଭାବନା ନାହିଁ ଦେଖି ଭଗବାନ ମାୟା ରଚିଛନ୍ତି। ସେ ତ ମାୟାଧୀଶ୍ୱର ନା। ଜଳନ୍ଧର ପାଖକୁ ଯାଇ କହିଛନ୍ତି, ଜଳନ୍ଧର ତୁମେ ମୋର ଶାଳକ, ମୁଁ ନ ବୁଝି ନ ଆସୁଛି ଏଇ ଯେଉଁ କାମ କରିଛି ଠିକ୍ ହେଇନି। ତେଣୁ କବିଙ୍କ ଭାଷାରେ ବିବାଦେ ନାହିଁ କିଛି ଲାଭ ପ୍ରୀତି ଯେ ପରମ ଦୁର୍ଲଭ ଏକଥା ତୋର ମନେ ଘେନ ଆମ୍ଭେ ହୋଇଲୁ ପରସନ। ମୁଁ ତୁମ ଉପରେ ପ୍ରସନ୍ନ ହେଇଛି, ତୁମେ ଯାହା ଇଚ୍ଛା କରୁଛ ସେହି ବର ମାଗ, ମୁଁ ଦେବା ପାଇଁ ନିଶ୍ଚିତ। ବିଷ୍ଣୁ ଶ୍ରୀମୁଖୁ ଏହା ଶୁଣି ଅସୁର ମନେ ମନେ ଗୁଣି ବିଚାର କଲା ହୃଦ ଭାଗେ ଏ ମୋର ଶୁଭଙ୍କର ଯୋଗେ ଯେ ପ୍ରଭୁ ଜଗତ ଈଶ୍ୱର ସନ୍ତୋଷେ ଯାଚୁଛନ୍ତି ବର
ଆବର ବନ୍ଧୁପଣ ଦେଖି ଏ ଯେ ସଫଳ କର୍ମ ଦେଖି ଏତେ ବିଚାରି ଜଳନ୍ଧର ଭୁଲଇ ଯେବେ ଦେବୁ ବର ମାଗଇ ମୋର ଆତ୍ମହିତେ ତୁନାଥ ସ୍ୱଗଣ ସହିତେ। ସେ କହିଲା ଜଳନ୍ଧର ଯେ ଯଦି ବର ଦେବ ଦିଅନ୍ତୁ, କିଛି କଥା ନାହିଁ, କିନ୍ତୁ ଆପଣ କ'ଣ କରିବେ ନା ଆପଣଙ୍କର ଯେଉଁ ଅଷ୍ଟମପତ୍ନୀ ଅଛନ୍ତି ମା ଲକ୍ଷ୍ମୀଙ୍କ ସହିତ ଆସି ମୋର ସିନ୍ଧୁ ରାଜ୍ୟରେ ବାସ କରିବ। ପ୍ରଭୁ ଖୁସି ହୋଇ ସେଇଠି ହଁ କରିଛନ୍ତି। ଅସୁର ମୁଖୁ ପ୍ରିୟ ବାଣୀ ଶୁଣି ସନ୍ତୋଷ ଚକ୍ରପାଣି ଯାହା ମାଗିଲ ଦୈତ୍ୟ ହେଉବ ଇଲେ ଗଦାଧର ପୁଣି ଦୈତ୍ୟକୁ ପ୍ରିୟ ମତେ କହନ୍ତି ଦେବ ତାଙ୍କ ହିତେ ବୋଇଲେ ଶୁଣ ମହାବୀର ଆମ୍ଭେର ହିଲୁ ତୁମ୍ଭପୁର। ଏ କଥାରେ ମଧ୍ୟ ଜଳନ୍ଧର ଖୁସି ହେଇଛି। ଭଗବାନ ନିଜେ ଯାଇ ସମସ୍ତ ପରିବାର ସହ ବୈକୁଣ୍ଠ ଛାଡ଼ି ରହିଛନ୍ତି ସିନ୍ଧୁ ନଗରୀରେ। ତାପରେ ପ୍ରଭୁଙ୍କ ଆଦେଶରେ ସମସ୍ତ ଦେବଗଣ ମଧ୍ୟ ସେଠାକୁ ଯାଇ ଜଳନ୍ଧରର ସେବା କରିଛନ୍ତି। ଏପରି କେତେ ଦିନ ଗଲା ପରେ ଅତି ଖୁସିରେ ସିନ୍ଧୁ ନଗରରେ ଭଗବାନ ରହିବା ପରେ ସେଠାକାର ଶସ୍ୟ ସମ୍ପଦ ବସୁନ୍ଧରୀ, ତାପରେ ବୃକ୍ଷ, ଫୁଲ, ଫଳ, ନଦୀ ସବୁରେ ପରିବର୍ତ୍ତନ ଆସିଗଲା। ଅକାଳ ମୃତ୍ୟୁ ଆସିଲା ନାହିଁ। ଦ୍ୱିତୀୟ ବୈକୁଣ୍ଠ ହୋଇଗଲା। ବିଷ୍ଣୁଙ୍କୁ ନିଜ ପୁରରେ ଦେଖି ଇଏ ଖାଲି କୃତକୃତ ହୋଇଗଲା, ଖୁସି ହୋଇଗଲା। ଏଠି କବି ଲେଖିଛନ୍ତି ନୀତି କରଇ ପୂଜା କର୍ମ ଆତ୍ମାନ ଚିହ୍ନି ମତି ଭ୍ରମ। ଗୋଟେ ସୁନ୍ଦର ପଦଟିଏ। ସତରେ ସେ ସିନା ଏ ନୀତି କର୍ମ କରୁଥିଲା, କିନ୍ତୁ ଏ ଯେଉଁ ଆତ୍ମକର୍ମ କରୁନଥିଲା। ତେଣୁ ଆମେମାନେ ମଧ୍ୟ ସବୁ କର୍ମ କରିବା ସତ୍ତ୍ୱେ ଏ ଆତ୍ମକର୍ମକୁ କରିବା, ନଚେତ ଜୀବନରେ କିଛି ଲାଭ ନାହିଁ। ଏତିକି କହିବା କଥା। ଏ ଅଧ୍ୟାୟର ମାହାତ୍ମ୍ୟ ହେଉଛି କ'ଣ ତା ପାଖରେ ଥିଲା ଯେ ଦ୍ୱିତୀୟ ଅଧ୍ୟାୟରେ ଆମେ ଜାଣିଲେ ସମସ୍ତ ଦେବତାମାନେ ଡରିକି ଯାଇକରି କନକଗିରିରେ ବାସ କଲେ। ଏଇ ଅଧ୍ୟାୟରେ ଆମେ ଜାଣିବାକୁ ପାଇଲେ ଏମିତି ସେ କେଉଁଥିରେ ଧୁରନ୍ଧର ଥିଲା ବା ଅସୁରମାନଙ୍କର ବଳ କ'ଣ ଥିଲା। ଭଗବାନ ନିଜେ ହାର ମାନି ବିଜୟ ନାହିଁ ଜାଣି ପରାଜୟ ଭାବି ନିଜେ ବର ଦେଇ ସିନ୍ଧୁ ନଗରରେ ଯାଇ ତା ପାଖରେ ରହିଲେ। ବୈକୁଣ୍ଠପୁର ଖାଲି ହୋଇଗଲା। ଦେବତାମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଏଥିରୁ ଆମେ ଜାଣୁଛେ ଯେ ଏକତା ଯେଉଁ ବଳ, ସେଇ ଏକତା ବଳରେ ସବୁ କିଛି ହୁଏ। ୟୁନିଟି ଇଜ୍ ଷ୍ଟ୍ରେଂଥ। ବିନ୍ଦୁରୁ ସିନ୍ଧୁ ସୃଷ୍ଟି, ଜଳକଣାରୁ ବର୍ଷା ସୃଷ୍ଟି। ଛୋଟିଆ ପିମ୍ପୁଡ଼ିମାନେ ଯଦି ଏକାଠି ହୋଇଯାଆନ୍ତି, କେତେ ବଡ଼ ଜନ୍ତୁ ହେଲେ ମଧ୍ୟ ସେମାନେ ଟେକି ନେଇଯାଆନ୍ତି। ଏଣୁ ଏଇ କଥାରୁ ଆମେ ଏତିକି ପ୍ରମାଣ ପାଇଲେ ଯେ ଏକତାର ବଳ ହିଁ ସବୁଠାରୁ ବଡ଼ ବଳ। ସେଇଠି କେଉଁ ବଳ ମଧ୍ୟ କିଛି କାର୍ଯ୍ୟ କରେନି। ଶେଷରେ ଏ ପଦ୍ମ ପୁରାଣ ଚରିତ ଉତ୍ତର ଖଣ୍ଡେ ଯେ ବିଦିତ ଗୀତ ଯେ କଲି ଗ୍ରନ୍ଥ ସାର ସୁଜନେ ଦୋଷ କ୍ଷମା କର। ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ କାର୍ତ୍ତିକ ମାହାତ୍ମ୍ये ଜଳନ୍ଧର ସଂଗ୍ରାମେ ନାମ ନବମ ଅଧ୍ୟାୟ। ହରି ଓମ୍।